ଜୀବନରେ ବହୁତ ସାରା ସମସ୍ୟା ଆସିବ ବନ୍ଧୁଗଣ, କିନ୍ତୁ କେବେ ମନ ଦୁଃଖ କରିବେ ନାହିଁ। କାହିଁକି ନା ଭଗବାନ ଏକ ଏମିତି ଡିରେକ୍ଟର ଅଟନ୍ତି ଯିଏକି ସବୁଠୁ କଠିନ ରୋଲ୍ ବେଷ୍ଟ ଆକ୍ଟରକୁ ହିଁ ଦେଇଥାନ୍ତି। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଅଛି। ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଛନ୍ତି କି କର୍ମଫଳର ଦାତା, ନ୍ୟାୟର ଦେବତା ଶନିଦେବ ଏହି 2025 ମସିହାରେ ମହାପରିବର୍ତ୍ତନ କରିବାକୁ ଯାଉଛନ୍ତି। 29 ମାର୍ଚ୍ଚ 2025କୁ ଶନିଙ୍କର ମହାପରିବର୍ତ୍ତନ ହେବାକୁ ଯାଉଅଛି। ଏହି ଶନିଙ୍କର ମହାପରିବର୍ତ୍ତନ ମିଥୁନ ରାଶିର ବ୍ୟକ୍ତିଙ୍କ ବିଶେଷ ମାନଙ୍କ ପାଇଁ କିପରି ରହିବ ବହୁତ ବିସ୍ତାର ଭାବରେ ଜାଣିବା। 29 ମାର୍ଚ୍ଚରେ ଯେଉଁ ଶନିଙ୍କର ରାଶି ପରିବର୍ତ୍ତନ ହେଉଅଛି, ଏହା ଆପଣଙ୍କର ଜୀବନରେ କ'ଣ ସବୁ ପରିବର୍ତ୍ତନ ନେଇକରି ଆସିବ, ଶନିଦେବ ଆପଣଙ୍କ ରାଶିରେ କେଉଁ ଭାବକୁ ଚଳନ କରିବେ ଏବଂ କେଉଁ କେଉଁ ଭାବ ଉପରକୁ ଦୃଷ୍ଟି ଦେବେ, ସବୁକିଛି ବିଷୟରେ ଆଜିର ଏହି ଭିଡ଼ିଓରେ ବିସ୍ତାର ଭାବରେ ଜାଣିବା। କାହିଁକି ନା ଶନିଦେବ ପୁରା 2.5 ବର୍ଷ ପରେ ଗୋଟିଏ ରାଶିକୁ ପରିବର୍ତ୍ତନ କରିଥାନ୍ତି। ଗୋଟିଏ ରାଶିରେ ଶନିଦେବ ପ୍ରାୟ 2.5 ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି। ତ ଏହି ଶନିଙ୍କର ମହାପରିବର୍ତ୍ତନ ଆପଣଙ୍କ ଶୁଭ ରହିବ ନା ଅଶୁଭ ରହିବ, ଆସନ୍ତୁ ଜାଣିବା। ଏବଂ ଭିଡ଼ିଓଟିର ଶେଷରେ କିଛି ଉପାଧି ମଧ୍ୟ ଜାଣିବା, ଯାହାକି ଆପଣମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହେବ। ଏହା ପୂର୍ବରୁ ଯଦି ଆପଣମାନଙ୍କର ବି ମିଥୁନ ରାଶି ହୋଇଥାଏ ଏବଂ ଆପଣ ବି ଶନିଦେବଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଲେଖିଦିଅନ୍ତୁ। ବନ୍ଧୁଗଣ, ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କର ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ତ ଚାଲନ୍ତୁ ଜାଣିବା ଶନିଦେବଙ୍କର ଏହି ମହାପରିବର୍ତ୍ତନ ମିଥୁନ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ କିପରି ରହିବ, ଏହି 29 ମାର୍ଚ୍ଚ 2025 ପରଠାରୁ କିପରି ରହିବ। 29 ମାର୍ଚ୍ଚ 2025 ପରଠାରୁ ବନ୍ଧୁଗଣ, ରାଶି ଚକ୍ରର ତୃତୀୟ ରାଶି ହେଉଛି ମିଥୁନ ରାଶି ଏବଂ ଆପଣଙ୍କ ରାଶିରେ ଶନିଦେବ ଆପଣଙ୍କର 10ମ ଭାବକୁ ଚଳନ କରିବେ। 9ମ ଭାବକୁ ଛାଡ଼ି ଆପଣଙ୍କର 10ମ ଭାବକୁ ଚଳନ କରିବେ 29 ମାର୍ଚ୍ଚ 2025କୁ ଏବଂ ପୁରା 2.5 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର 10ମ ଭାଗରେ ହିଁ ବିରାଜମାନ ରହିବେ। ସର୍ବପ୍ରଥମେ ଆପଣଙ୍କୁ ଜାଣିବା ଏହା ଆବଶ୍ୟକ ଅଟେ ଯେ 10ମ ଭାବ କାହାକୁ ଇଣ୍ଡିକେଟ୍ କରିଥାଏ। 10ମ ଭାବ ଆପଣଙ୍କ କ୍ୟାରିୟର ଭାବ ହୋଇଥାଏ, କର୍ମର ଭାବ ହୋଇଥାଏ। 10ମ ଭାବରେ ଆମେ ଦେଖିଥାଉ ଆମର ଚାକିରି, ଆମର କ୍ୟାରିୟର କିପରି ରହିବ ଏବଂ ପୁରା 30 ବର୍ଷ ପରେ ଶନିଦେବ ଆପଣଙ୍କର 10ମ ଭାବ କ୍ୟାରିୟର ଭାବକୁ ଆସୁଛନ୍ତି। ଆପଣଙ୍କ ରାଶି ପାଇଁ ଶନିଙ୍କର 2.5 ମଧ୍ୟ ନାହିଁ। ତ ଶନି ଆପଣଙ୍କର ଭାଗ୍ୟ ଭାବରେ ଅଧିପତି ହୋଇକରି 10ମ ଭାବକୁ ଚଳନ କରିବେ। ଶାସ୍ତ୍ର ଅନୁସାରେ ଶନି ଯେଉଁଠାରେ ବସିଥାନ୍ତି ସେହି ଘରର ବୃଦ୍ଧି କରିଥାନ୍ତି। ତ ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ ଆପଣମାନେ ଦେଖିବେ, ଆପଣ ଲେଖିକି ରଖନ୍ତୁ 29 ମାର୍ଚ୍ଚ ଠାରୁ ପୁରା 2.5 ବର୍ଷ ପର୍ଯ୍ୟନ୍ତ ଏହି 2.5 ବର୍ଷ ସମସ୍ତ କାର୍ଯ୍ୟକୁ ପୁରା ମନ ଧ୍ୟାନ ଦେଇ କରିବେ। ଜମିକି କାମ କାର୍ଯ୍ୟ କରିବେ। ଯେଉଁ ବ୍ୟକ୍ତି ବିଶେଷ ମାନଙ୍କ ପାଖରେ କୌଣସି ବି କାମ କାର୍ଯ୍ୟ ନଥିଲା, ଚାକିରି ବାକିରି ନଥିଲା, ବେରୋଜଗାର ଥିଲେ, ତ ସେମାନଙ୍କୁ ନୂତନ ଚାକିରି ମିଳିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ବନୁଅଛି ଏବଂ ସୁନିଶ୍ଚିତ ମଧ୍ୟ ଆପଣଙ୍କୁ ଚାକିରି ମିଳିପାରେ। ଆପଣ ଚେଷ୍ଟା ଜାରି ରଖନ୍ତୁ। ଆପଣ ସମସ୍ତ କାର୍ଯ୍ୟକୁ କନଫିଡେଣ୍ଟ ସହିତ କରିବେ। ସମସ୍ତ କାର୍ଯ୍ୟକୁ ଆପଣ ବହୁତ ଅଧିକ ସୁରୁଖୁରୁରେ କରିପାରିବେ ଏବଂ କର୍ମସ୍ଥାନରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଉପର ଅଫିସର ସପୋର୍ଟ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ ଏବଂ ଆପଣଙ୍କ ପାଖକୁ ନୂଆ ନୂଆ କାମ ମଧ୍ୟ ଆସିପାରେ ଏବଂ ଅଧିକ ପରିଶ୍ରମ କରି ଆପଣ ସମସ୍ତ କାର୍ଯ୍ୟ କରିବେ ଏବଂ ସଫଳତା ମଧ୍ୟ ପ୍ରାପ୍ତି କରିବେ। ଏବଂ ଯେଉଁମାନେ ବି ପୂର୍ବରୁ ଚାକିରି ବାକିରି କରିଛନ୍ତି, ତ ସେମାନଙ୍କର ପ୍ରମୋଶନ ହେବାର ମଧ୍ୟ ଯୋଗ ବନୁଅଛି ଏବଂ ଏହା ସହିତ ଶନିଦେବଙ୍କର ଦୃଷ୍ଟି ଆପଣଙ୍କ ଦ୍ୱାଦଶ ଭାବ, ଚତୁର୍ଥ ଭାବ ଏବଂ ସପ୍ତମ ଭାବ ଉପରେ ପଡ଼ିବ। ତ ଯେତେବେଳେ ଶନିଦେବ ଆପଣଙ୍କ ଦ୍ୱାଦଶ ଭାଗକୁ ଦେଖିବେ, ଦ୍ୱାଦଶ ଭାବ ହସ୍ପିଟାଲର ଭାବ ହୋଇଥାଏ, ଅର୍ଥର ଅଭାବ ହୋଇଥାଏ, ବିଦେଶର ଭାବ ହୋଇଥାଏ। ତ ଶନି ଆପଣଙ୍କର 10ମ ଭାବରେ ବସି ଆପଣଙ୍କର ଦ୍ୱାଦଶ ଭାବକୁ ଦେଖିବାର ମାନେ ହେଲା
ଆପଣ ଆପଣଙ୍କର କାମ କାର୍ଯ୍ୟକୁ ନେଇ ବିଦେଶ ମଧ୍ୟ ଯାଇପାରନ୍ତି ଏବଂ ବିଦେଶରେ ରହି କାମ କାର୍ଯ୍ୟ କରିପାରନ୍ତି। ଏବଂ ଦୀର୍ଘ ଦିନ ଧରି ଆପଣ ଯଦି ଚାହୁଁଥିବେ ଫରେନ୍ ଯିବାକୁ ତ ଆପଣଙ୍କର ସେହି ଇଚ୍ଛା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। କାମ କାର୍ଯ୍ୟକୁ ନେଇ ଆପଣ ଲଙ୍ଗ ଟ୍ରାଭେଲ କରିପାରନ୍ତି ଏବଂ ଯେଉଁ ବ୍ୟକ୍ତି ବିଶେଷମାନେ ବିଦେଶରେ ରହି କୌଣସି ଚାକିରି ବାକିରି କରୁଛନ୍ତି, ବେପାର ବାଣିଜ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟ ସେମାନଙ୍କ କର୍ମରେ ଉନ୍ନତି ପ୍ରାପ୍ତି ହେବେ। ବୈଦେଶିକ ଗତିବିଧିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ ଏବଂ ଏହି 2.5 ବର୍ଷ ଭିତରେ ଆପଣଙ୍କର ପଇସା କିଛି ଖର୍ଚ୍ଚ ମଧ୍ୟ ହୋଇପାରେ। ସେଇଥିପାଇଁ ଆପଣ ଆପଣଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ ଏବଂ ଯେଉଁ ବ୍ୟକ୍ତି ବିଶେଷମାନେ ମେଡ଼ିକାଲ କ୍ଷେତ୍ରରେ ଅଛନ୍ତି ତ ସେମାନଙ୍କୁ ନିଶ୍ଚିତ ଭାବରେ ଲାଭ ପ୍ରାପ୍ତି ହେବ। କାହିଁକି ନା ଦ୍ୱାଦଶ ଭାବ ହସ୍ପିଟାଲର ଭାବ ହୋଇଥାଏ। ଏହାପରେ ଶନିଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ଚତୁର୍ଥ ଭାବ ଉପରେ ପଡ଼ିବ। ଚତୁର୍ଥ ଭାବ ଆପଣଙ୍କର ସୁଖର ଭାବ ହୋଇଥାଏ, ମାଙ୍କର ଭାବ ହୋଇଥାଏ, ସମସ୍ତେ ଭୌତିକ ସୁଖରେ ଭାବ ହୋଇଥାଏ ଏବଂ ଚତୁର୍ଥ ଭାବ ଆପଣଙ୍କର ପ୍ରପର୍ଟିର ଭାବ ହୋଇଥାଏ। ଚତୁର୍ଥ ଭାବ ଉପରେ ଶନିଙ୍କର ଦୃଷ୍ଟି ପଡ଼ୁଥିବାରୁ ଆପଣ ଲେଖିକି ରଖନ୍ତୁ 29 ମାର୍ଚ୍ଚ 2025 ପରେ ପୁରା 2.5 ବର୍ଷ ମଧ୍ୟରେ କିଛି ନା କିଛି ପ୍ରପର୍ଟିକୁ ନେଇ ଡିଲ୍ କରିପାରନ୍ତି ଏବଂ ଚତୁର୍ଥ ଭାବ ଯାନବାହନର ଭାବ ହୋଇଥାଏ। ଯଦି ସ୍ୱପ୍ନ ଦେଖିଥିଲେ କି କିଛି ଗାଡ଼ି ମଟର କିଣିବା ପାଇଁ ତ ଆପଣଙ୍କର ସେହି ସ୍ୱପ୍ନ ମାର୍ଚ୍ଚ 29 ପରେ ନିଶ୍ଚିତ ଭାବରେ ପୂର୍ଣ୍ଣ ହେବାକୁ ଯାଉଅଛି। ଆପଣ କିଛି ନା କିଛି ପ୍ରପର୍ଟି ଅବଶ୍ୟ କିଣିବେ ଏବଂ କିଛି ନା କିଛି ଇଲେକ୍ଟ୍ରୋନିକ୍ ଜିନିଷ ଆପଣ ଆପଣଙ୍କର ଘର ପାଇଁ କିଣିପାରନ୍ତି ଏବଂ ଚତୁର୍ଥ ଭାବ ମାଙ୍କର ଭାବ ହୋଇଥାଏ। ତ ଏହା ଟିକେ ଆପଣଙ୍କୁ ନେଗେଟିଭ୍ ପ୍ରଭାବ ଦେବ। ଆପଣଙ୍କର ମା ଟିକେ ଅଧିକ ଚିନ୍ତିତ ହୋଇପାରନ୍ତି କିମ୍ବା ତାଙ୍କର ସ୍ୱାସ୍ଥ୍ୟର କିଛି ସମସ୍ୟା ଦେଖା ଦେଇପାରେ। ଖାସ୍ କରି ଆଣ୍ଠୁ ଗଣ୍ଠିରେ ସମସ୍ୟା ଦେଖା ଦେଇପାରେ, ତଳିପାଦରେ ସମସ୍ୟା ହୋଇପାରେ। ସେଥିପାଇଁ ଆପଣ ଟିକେ ଧ୍ୟାନ ଦେବେ। ଏହାପରେ ଶନିଙ୍କର ଦୃଷ୍ଟି ଆପଣଙ୍କର ସପ୍ତମ ଭାବ ଉପରେ ପଡ଼ିବ। ସପ୍ତମ ଭାବ ଆପଣଙ୍କ ବୈବାହିକ ଜୀବନର ଭାବ ହୋଇଥାଏ, ବେପାର ବାଣିଜ୍ୟ ପାର୍ଟନରସିପ୍ର ଭାବ ହୋଇଥାଏ ଏବଂ 15 ମଇକୁ ଗୁରୁ ମଧ୍ୟ ଆପଣଙ୍କର ସପ୍ତମ ଭାବକୁ ଦେଖିବେ। 15 ମଇ ପରେ ବିବାହ ହେବାର ସମ୍ଭାବନା ନିଶ୍ଚିତ ଭାବରେ ଆପଣଙ୍କର ହେବ। 15 ମଇ ପରେ ମଇ 2025ରୁ ନେଇକରି ମଇ 2026 ମଧ୍ୟରେ ବିବାହ ହେବାର ସମ୍ଭାବନା ବହୁତ ଅଧିକ ଅଛି ଏବଂ ଏହା ସହିତ ଆପଣ କିଛି ପାର୍ଟନରସିପ୍ରେ ବେପାର ବାଣିଜ୍ୟ କରିପାରନ୍ତି, ଡେଲି ଇନକମ୍ର କାମ କରିପାରନ୍ତି, ଅନଲାଇନରେ କାମ କରିପାରନ୍ତି, ପାର୍ଟ ଟାଇମ୍ ଜବ୍ କରିପାରନ୍ତି, ସମାଜରେ ଆପଣଙ୍କର ଲୋକ ସମ୍ପର୍କ ଗଢ଼ିପାରନ୍ତି, ନୂଆ ନୂଆ ସାଙ୍ଗସାଥି ବନିପାରନ୍ତି ଏବଂ ଆପଣମାନେ ଯଦି ବିବାହିତ ଅଟନ୍ତି ତ ଆପଣଙ୍କର ଯିଏ ଲାଇଫ୍ ପାର୍ଟନର ଅଛନ୍ତି ତାଙ୍କ ଭିତରେ ଟିକେ ଯଦି ଜିଦିଆପଣ ଦେଖା ହେଇଥାଇପାରେ ଏବଂ ଯେଉଁ ଦମ୍ପତିମାନେ ସନ୍ତାନର କାମନା ରଖିଥିଲେ ଦୀର୍ଘ ଦିନ ଧରି ସେମାନଙ୍କୁ 15 ମଇ ପରେ ସନ୍ତାନ ସୁଖ ନିଶ୍ଚିତ ଭାବରେ ପ୍ରାପ୍ତି ହେବ। ଘର ପରିବାରରେ ହସ ଖୁସିରେ ଲହରୀ ଲାଗି ରହିବ ଏବଂ ଶିକ୍ଷା କ୍ଷେତ୍ର ପାଇଁ ମଧ୍ୟ ସମୟ ବହୁତ ଭଲ ଆସୁଅଛି। 29 ମାସ ପରେ ଆପଣ ଯଦି କିଛି କୃଷି କ୍ଷେତ୍ରରେ କାମ କରୁଛନ୍ତି ଏବଂ ଆପଣ ଯଦି ଲୟର ଅଛନ୍ତି ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତି ହେବ। ପ୍ରେମ ଜୀବନରେ ମଧ୍ୟ ସଫଳତା ଦେଖିବାକୁ ପାଇବେ। ଏବେ ଜାଣିବା କିଛି ଉପାୟ ବିଷୟରେ, ଯାହାକୁ କରିବା ଦ୍ୱାରା ଶନିଙ୍କର ଯାହା ବି କିଛି ଦୁଷ୍ପ୍ରଭାବ ରହୁଅଛି ତାହା ଦୂର ହୋଇପାରିବ। ସର୍ବପ୍ରଥମେ ତ ଆପଣ ପ୍ରତ୍ୟେକ ଦିନ ବୁଧଙ୍କର ମନ୍ତ୍ର 108 ଥର ଜପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଗାଈକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ସବୁଦିନ ନହେଲେ କେବଳ ବୁଧବାର ଦିନ ଆପଣ ଗୋମାତାକୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ଗଣେଶଙ୍କର ଆରାଧନା କରନ୍ତୁ ଏବଂ ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବ ସହିତ ଆପଣଙ୍କର ଭାଗ୍ୟରେ ଉନ୍ନତି ହେବ। ଧନ୍ୟବାଦ।